ନାଇଁ ଶୁଣନ୍ତୁ ମୁଁ ତ ଖବର ଅନୁସାରେ କହିପାରିବିନି ଆପଣ ଖବର ସରକାର କଣ ନିଷ୍ପତ୍ତି ନେଇଛନ୍ତି ସରକାର ସର୍ଭେ କଣ କରୁଛନ୍ତି ସରକାରଙ୍କ ମାନଦଣ୍ଡ କଣ ହେଇଛି ସରକାର କାହା ଉପରେ ବିଚାର କରି କରୁଛନ୍ତି କେତେ ଲୋକ ସଂଖ୍ୟାକୁ ନେଇକି ଗୋଟେ ନିର୍ବାଚନ ମଣ୍ଡଳୀ ଗଠନ କରିବେ ତାକୁ ବି ବିଚାର କରିବାକୁ ପଡିବ ତେଣୁ ଆପଣଙ୍କ ଶୁଣିବା କଥାଟା ଠିକ ଅଛି କିନ୍ତୁ ସରକାର କୋଉ ଢଙ୍ଗରେ ନଉଛନ୍ତି ଏବଂ କଣ ତା ସହିତ ବି ରିଜର୍ଭେସନ ଅଛି ଏସସି ଏସଟି ତେଣୁ ଏ ବିଚାରକୁ ନେଇକି ଓଡ଼ିଶାର ଲୋକ ସଂଖ୍ୟା ଅନୁସାରେ ଏବଂ ଯେହେତୁ ସରକାର ବିଚାର କରୁଛନ୍ତି ଓଡ଼ିଶା ପାଇଁ କରୁନାହାନ୍ତି ସାରା ଭାରତର ଯେତିକିଟା ରାଜ୍ୟ ଅଛି ସେଇ ଅନୁସାରେ ଏଠି ଲୋକସଭା ଏବଂ ବିଧାନସଭା ବଢିବ ଏବଂ ତତ୍ସହିତ କହିଛନ୍ତି ସଚିବାଳୟ ସଂଖ୍ୟା ସଚିବାଳୟଟାକୁ ଆମେ ବଢେଇବୁ ଏବେ ଯୋଉ ନୂଆ ଟେକ୍ନୋଲୋଜି ଆଉଛି ନୂଆ ନୂଆ ପରିବର୍ତ୍ତନଶୀଳ ନୂଆ ଯୁବକ ମାନେ ନୂଆ ଯୁବତୀ ମାନେ ଯୋଉ ଢଙ୍ଗରେ କାମ କରିବେ ଏବଂ ନୂଆ ନୂଆ ଇନଫ୍ରାଷ୍ଟ୍ରକ୍ଚରକୁ ପକେଇକି ଆପଣଙ୍କୁ ଅଫିସ ନ କଲେ ଇଏ ଯୁଗ ଉପଯୋଗୀ ହବ ନାହିଁ ମଡର୍ଣ୍ଣ ଟେକ୍ନୋଲୋଜି ନହେଲେ ଏବଂ ମଡର୍ଣ୍ଣ ଇନଫ୍ରାଷ୍ଟ୍ରକ୍ଚର ନହେଲେ ଆପଣ ଚଲେଇବେ କେମିତି କାହିଁକିନା ଏଠି ଗ୍ଲୋବାଲାଇଜେସନ ପରେ ସାରା ପୃଥିବୀର ଲୋକ ଓଡ଼ିଶାକୁ ଆସୁଛନ୍ତି ପୃଥିବୀର ଓଡ଼ିଶାକୁ ଲୋକ ବି ଯାଉଛନ୍ତି ଏବଂ ବହୁତ ଆପଣ ଦେଖିବେ ଅନୁଷ୍ଠାନ ଗୁଡ଼ିକ ଆପଣ ସେମାନେ ଏମଓୟୁ କରୁଛନ୍ତି ଇଣ୍ଟରନ୍ୟାସନାଲ ସହିତ ବି ଏମଓୟୁ ହଉଛି କାହିଁକିନା ଲୋକଙ୍କୁ ଇଣ୍ଟରନ୍ୟାସନାଲ ମାନଦଣ୍ଡ ଦେବେ ବୋଲିକା କାର୍ଯ୍ୟକ୍ରମ କରିବା ପାଇଁ ତେଣୁ ଏ ଦୃଷ୍ଟିକୋଣରୁ ସେ ବି ଭଲ ଅଛି ତେଣୁ ଏ ଦୁଇଟି ଯାକ ପ୍ରକଳ୍ପ ଯୋଉ ହବ ବଡ ବଡ ଯୋଉଟା ବିଧାନସଭାର ହବ ଯୋଉ ନୂଆ ସୌଧ ବିଧାନ ସୌଧ ଏବଂ ତା ସହିତ ରହିଲା ଆପଣଙ୍କର ସଚିବାଳୟ ସେ ଦୁଇଟି ଯାକ ହଉ ଲୋକ ସଂଖ୍ୟା ବଢନ୍ତୁ।